ଓମ୍ ନମଃ ଶିବାୟ। କନ୍ୟା ରାଶି, ଆପଣ କେବେ ଭାବିଛନ୍ତି କି ଆପଣ ସମସ୍ତଙ୍କ ପାଇଁ ଭଲ ଚିନ୍ତା କରୁଥିଲେ ମଧ୍ୟ ଲୋକେ ଆପଣଙ୍କୁ କାହିଁକି ଭୁଲ ବୁଝନ୍ତି? ଆପଣ ନିଜ କାମରେ 100% ପରିଶ୍ରମ କରୁଛନ୍ତି, କିନ୍ତୁ ସଫଳତାର ଶ୍ରେୟ ଅନ୍ୟ କେହି ନେଇଯାଉଛି। ଧନ ଆସୁଛି, କିନ୍ତୁ ପାଣି ଭଳି ଖର୍ଚ୍ଚ ହୋଇଯାଉଛି। ଯଦି ଆପଣଙ୍କର ରାଶି କନ୍ୟା ଅଟେ, ତେବେ ମୁଁ ଜାଣେ ଆପଣ ଗତ କିଛି ସମୟ ଧରି କେଉଁ ମାନସିକ ଯନ୍ତ୍ରଣା ଦେଇ ଗତି କରୁଛନ୍ତି। ରାତିରେ ଶୋଇଲା ବେଳେ ମନରେ ଅନେକ ପ୍ରଶ୍ନ ଉଠୁଥିବ। ମୋର ସମୟ କେବେ ବଦଳିବ? କ'ଣ ମୋ ଭାଗ୍ୟରେ କେବଳ ସଂଘର୍ଷ ହିଁ ଲେଖା ଅଛି? କ'ଣ ଭଗବାନ ମୋର ଡାକ ଶୁଣୁନାହାନ୍ତି? କିନ୍ତୁ ଦର୍ଶକ ବନ୍ଧୁ, ଅନ୍ଧାର ଯେତେ ଘନ ହୁଏ, ସକାଳ ସେତେ ପାଖେଇ ଆସିଥାଏ। ପ୍ରସ୍ତୁତ ହୋଇଯାଆନ୍ତୁ, କାରଣ ଏହି ପବିତ୍ର ଶ୍ରାବଣ ମାସ ଆପଣଙ୍କ ଜୀବନର ସେହି ସକାଳ ହେବାକୁ ଯାଉଛି। ଏଥର ଶ୍ରାବଣ ମାସ କନ୍ୟା ରାଶି ପାଇଁ କୌଣସି ସାଧାରଣ ସମୟ ନୁହେଁ। ଏହା ଏକ ଏପରି ମହାସଂଯୋଗ ସୃଷ୍ଟି କରୁଛି, ଯେଉଁଠାରେ ସ୍ୱୟଂ ଦେବାଧିଦେବ ମହାଦେବ ଆପଣଙ୍କ ସମସ୍ତ କଷ୍ଟର ହିସାବ କରିବାକୁ ଯାଉଛନ୍ତି। ଏହି ଭିଡ଼ିଓରେ ମୁଁ ଆପଣଙ୍କୁ କେବଳ ଭବିଷ୍ୟବାଣୀ କହିବି ନାହିଁ, ବରଂ ବୁଝାଇବି ଯେ ବାସ୍ତବରେ ଆପଣଙ୍କ ଜୀବନରେ ଏହି ବଡ଼ ଚମତ୍କାର କିପରି ହେବ। ନମସ୍କାର ଦର୍ଶକ ବନ୍ଧୁ, ସ୍ୱାଗତ କରୁଛି ଆମର ଏହି ଚ୍ୟାନେଲକୁ। ଆଜିର ଏହି ଅଧ୍ୟାୟଟି ଅତ୍ୟନ୍ତ ସ୍ୱତନ୍ତ୍ର। ଏହାକୁ ମଝିରୁ ବନ୍ଦ କରିବେନି, କାରଣ ଆଜି ମୁଁ ଯେଉଁ ଗୁପ୍ତ ଉପାୟ ଏବଂ ସାବଧାନତା ବିଷୟରେ କହିବି, ତାହା ଆପଣଙ୍କ ବନ୍ଦ ଭାଗ୍ୟର ତାଲା ଖୋଲିଦେବ। ଆସନ୍ତୁ ମହାଦେବଙ୍କ ନାମ ନେଇ ଆଜିର ଏହି ଦିବ୍ୟ ଯାତ୍ରାକୁ ଆରମ୍ଭ କରିବା। ଅନେକ ଲୋକ ଭାବନ୍ତି କି ଭାଗ୍ୟ ଆପଣ ଛାଏଁ ବଦଳିଯାଏ, କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ବିନା କାରଣରେ ଏବଂ ବିନା ଗ୍ରହଙ୍କ ଗୋଚରରେ କିଛି ବି ଘଟେ ନାହିଁ। ଆସନ୍ତୁ ବୁଝିବା କାହିଁକି ଏହି ଶ୍ରାବଣ ମାସଟି କନ୍ୟା ରାଶି ଲୋକଙ୍କ ପାଇଁ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ। କନ୍ୟା ରାଶି ହେଉଛି ଭୂମି ତତ୍ତ୍ୱର ରାଶି ଏବଂ ଏହାର ଅଧିପତି ହେଉଛନ୍ତି ଗ୍ରହଙ୍କ ଯୁବରାଜ ବୁଧ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ବ୍ୟାପାର, ହିସାବ କିତାବ ଏବଂ ଶିକ୍ଷାର କାରକ ଗ୍ରହ। କନ୍ୟା ରାଶିର ବ୍ୟକ୍ତିମାନେ ସ୍ୱଭାବରୁ ଅତି ବିଶ୍ଳେଷଣାତ୍ମକ ହୋଇଥାନ୍ତି। ଆପଣମାନେ ଯେକୌଣସି କାମକୁ ବହୁତ ନିଖୁଣ ଭାବରେ କରିବାକୁ ପସନ୍ଦ କରନ୍ତି। କିନ୍ତୁ ଏହି ଭୂମି ତତ୍ତ୍ୱର ରାଶିରେ ଯେତେବେଳେ ଜଳତତ୍ତ୍ୱର ଅଭାବ ଦେଖାଦିଏ, ସେତେବେଳେ ଜୀବନ ଶୁଷ୍କ ହୋଇଯାଏ, ସଂଘର୍ଷ ମଧ୍ୟ ବଢ଼ିଯାଏ। ଏହି ଶ୍ରାବଣ ମାସ ହେଉଛି ମହାଦେବଙ୍କ ମାସ ଏବଂ ମହାଦେବ ହେଉଛନ୍ତି ଜଳଧାରୀ। ଯେତେବେଳେ ଶ୍ରାବଣ ମାସର ପବିତ୍ର ବର୍ଷା ଏବଂ ଶିବଙ୍କ ଉପରେ ହେଉଥିବା ଜଳାଭିଷେକର ପୁଣ୍ୟ ଫଳ କନ୍ୟା ରାଶିର ଭୂମି ତତ୍ତ୍ୱ ଉପରେ ପଡ଼େ, ସେତେବେଳେ ତାହା ଉର୍ବର ହୋଇଉଠେ। ଏହାର ଅର୍ଥ ହେଉଛି ଆପଣଙ୍କ ଦ୍ୱାରା ଅତୀତରେ କରାଯାଇଥିବା ସମସ୍ତ ସତ୍କର୍ମ, ସମସ୍ତ ପରିଶ୍ରମର ବୀଜ ଏବେ ଗଛ ହୋଇ ଫଳ ହେବାର ସମୟ ଆସିଯାଇଛି। ଗ୍ରହମାନଙ୍କ ସ୍ଥିତି ଏବେ ଆପଣଙ୍କ ସପକ୍ଷରେ ରହୁଛି। ଆପଣଙ୍କ ରାଶିର ଅଧିପତି ବୁଧ ଏହି ସମୟରେ ଏକ ଶୁଭ ଏବଂ ଶକ୍ତିଶାଳୀ ସ୍ଥିତିରେ ରହିବେ, ଯାହା ସିଧାସଳଖ ଆପଣଙ୍କ ଭାଗ୍ୟସ୍ଥାନକୁ ପ୍ରଭାବିତ କରିବ। ମହାଦେବ ଆପଣଙ୍କ ସ୍ୱଭାବର ସେବା ମନୋଭାବକୁ ଦେଖି ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି। ତେବେ ଆସନ୍ତୁ ବିସ୍ତୃତ ଭାବରେ ଆଲୋଚନା କରିବା ଯେ ମହାଦେବଙ୍କ କୃପାରୁ ଆପଣଙ୍କ ଜୀବନର କେଉଁ କେଉଁ କ୍ଷେତ୍ରରେ ଚମତ୍କାର ଦେଖିବାକୁ ମିଳିବ। ପ୍ରଥମେ ଆର୍ଥିକ ଉନ୍ନତି ଏବଂ ବ୍ୟାପାର। ଦର୍ଶକ ବନ୍ଧୁ, ଧନ ବିନା ଆଜିର ଦୁନିଆରେ ଜୀବନ ବଞ୍ଚିବା କଷ୍ଟକର। କନ୍ୟା ରାଶିର ଲୋକଙ୍କର ଗୋଟିଏ ବଡ଼ ସମସ୍ୟା ହେଲା, ସେମାନେ ନିଜ ଆର୍ଥିକ ପରିଚାଳନା ବହୁତ ଭଲ ଭାବେ କରି ଜାଣିଛନ୍ତି, କିନ୍ତୁ ହଠାତ୍ କିଛି ଏପରି ଖର୍ଚ୍ଚ ଆସିଯାଏ ଯାହା ସବୁ ସଞ୍ଚୟ ଶେଷ କରିଦିଏ। କିନ୍ତୁ ଏହି ମାସରେ ମହାଦେବଙ୍କ ଆଶୀର୍ବାଦରୁ ଧନର ଏକ ନୂଆ ଉତ୍ସ ସୃଷ୍ଟି ହେବ। ତେବେ ବ୍ୟବସାୟୀଙ୍କ ପାଇଁ, ଯଦି ଆପଣ ବ୍ୟାପାର କରୁଛନ୍ତି ଏବଂ ବଜାରରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି, ତେବେ ଏହି ମାସରେ ଆପଣଙ୍କ ବୁଦ୍ଧି ଏପରି ପ୍ରଖର ହେବ ଯେ ଆପଣ ନିଜର ବ୍ୟବସାୟକୁ ଏକ ନୂଆ ଦିଗ ଦେଇପାରିବେ। ନୂଆ ନିବେଶ ପାଇଁ ସୁଯୋଗ ମଧ୍ୟ ଆସିବ। ଚାକିରି କରୁଥିବା ବ୍ୟକ୍ତି ଓ ଶିକ୍ଷକମାନଙ୍କ ପାଇଁ, ଯେଉଁମାନେ ଶିକ୍ଷାଦାନ କ୍ଷେତ୍ରରେ ଅଛନ୍ତି, ଲେକ୍ଚରର ଅଛନ୍ତି କିମ୍ବା ବୈଦିକ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ସର୍ବୋଚ୍ଚ ସମ୍ମାନ ମିଳିବ। ଚାକିରିରେ ଥିବା ଉଚ୍ଚ ପଦାଧିକାରୀ ଆପଣଙ୍କ କାମକୁ ପ୍ରଶଂସା କରିବେ। ଅଟକି ରହିଥିବା ପ୍ରମୋସନ୍ ମିଳିବ ଏବଂ ଯେଉଁମାନେ ବେକାର ଅଛନ୍ତି, ଶିବଙ୍କ କୃପାରୁ ସେମାନଙ୍କୁ ନିଜ ଯୋଗ୍ୟତା ଅନୁଯାୟୀ କର୍ମସଂସ୍ଥାନ ନିଶ୍ଚୟ ମିଳିବ। ଦ୍ୱିତୀୟରେ ପାରିବାରିକ ସମ୍ପର୍କ ଏବଂ ଦାମ୍ପତ୍ୟ ଜୀବନ। କନ୍ୟା ରାଶିର ବ୍ୟକ୍ତି ନିଜ ପରିବାରକୁ ଏକାଠି ବାନ୍ଧି ରଖିବାକୁ ଚେଷ୍ଟା କରେ, କିନ୍ତୁ ଅନେକ ସମୟରେ ପରିବାର ଲୋକେ ହିଁ ଆପଣଙ୍କ ତ୍ୟାଗକୁ ବୁଝିପାରନ୍ତି ନାହିଁ। ଏହି ଶ୍ରାବଣ ମାସରେ ଘରେ ସୁଖ ଶାନ୍ତିର ଆଗମନ ହେବ। ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଯଦି କୌଣସି ତୃତୀୟ ବ୍ୟକ୍ତିକୁ ନେଇ କିମ୍ବା ଅର୍ଥକୁ ନେଇ କଳି ଝଗଡ଼ା ଲାଗି ରହିଥିଲା, ତାହା ମହାଦେବ ଏବଂ ମାତା ପାର୍ବତୀଙ୍କ ଆଶୀର୍ବାଦରୁ ସମାଧାନ ହେବ। ସନ୍ତାନମାନଙ୍କ ତରଫରୁ ଶୁଭ ଖବର ମିଳିବ। ବିଦ୍ୟାର୍ଥୀମାନେ ନିଜ ପାଠପଢ଼ାରେ ମନୋନିବେଶ କରିବେ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମଧ୍ୟ ପାଇବେ। ବିବାହଯୋଗ୍ୟ ଯୁବକ ଯୁବତୀଙ୍କ ପାଇଁ ଉତ୍ତମ ଜୀବନସାଥୀର ସନ୍ଧାନ ପୂରଣ ହେବ। ତୃତୀୟରେ ଶତ୍ରୁ ବିନାଶ ଏବଂ ସାମାଜିକ ପ୍ରତିଷ୍ଠା। ଆପଣ କାହାର ଖରାପ କରନ୍ତି ନାହିଁ, ତଥାପି ଆପଣଙ୍କର ଅନେକ ଗୁପ୍ତ ଶତ୍ରୁ ଥାଆନ୍ତି, ଯେଉଁମାନେ ମୁହଁ ସାମ୍ନାରେ ମିଠା ମିଠା କଥା କହି ପଛରେ ଛୁରୀ ମାରନ୍ତି।
ଏହି ମାସରେ ମହାଦେବଙ୍କ ତୃତୀୟ ନେତ୍ରର ପ୍ରଭାବ ଆପଣଙ୍କ ଶତ୍ରୁମାନଙ୍କ ଉପରେ ପଡ଼ିବ। ସେମାନେ ନିଜେ ଖୋଳିଥିବା ଗାତରେ ନିଜେ ହିଁ ପଡ଼ିବେ। ସମାଜରେ ଆପଣଙ୍କ ମାନ ସମ୍ମାନ, ଯଶ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ଆପଣଙ୍କ କଥାକୁ ଲୋକେ ଗୁରୁତ୍ୱ ଦେବେ। ଚତୁର୍ଥରେ ସ୍ୱାସ୍ଥ୍ୟ ଏବଂ ମାନସିକ ଶାନ୍ତି। କନ୍ୟା ରାଶିର ବ୍ୟକ୍ତିମାନେ ବହୁତ ଶୀଘ୍ର ଟେନସନ୍ ନେଇଯାଆନ୍ତି। ଛୋଟ ଛୋଟ କଥାକୁ ନେଇ ଅଧିକ ଚିନ୍ତା କରିବା କାରଣରୁ ସେମାନଙ୍କ ପାକସ୍ଥଳୀ, ପେଟଜନିତ ସମସ୍ୟା କିମ୍ବା ମୁଣ୍ଡବିନ୍ଧା ଲାଗି ରହିଥାଏ। ଏହି ଶ୍ରାବଣ ମାସରେ ପ୍ରାତଃ କାଳରେ ଉଠି ଶିବ ଆରାଧନା କରିବା ଦ୍ୱାରା ମାନସିକ ସ୍ତରରେ ଏକ ଅଦ୍ଭୁତ ଶାନ୍ତି ଅନୁଭବ ହେବ। ପୁରୁଣା ଦୀର୍ଘସ୍ଥାୟୀ ରୋଗରୁ ଉପଶମ ମଧ୍ୟ ମିଳିବ ଏବଂ ଭିତରେ ଏକ ନୂଆ ସକାରାତ୍ମକ ଊର୍ଜା ଜାଗ୍ରତ ହେବ। ଦର୍ଶକ ବନ୍ଧୁ, ଈଶ୍ୱର ଯେବେ ସାହାଯ୍ୟ କରନ୍ତି, ଯେବେ ଆମେ ନିଜେ ନିଜର ସାହାଯ୍ୟ କରୁ, ଗ୍ରହମାନଙ୍କର ଏହି ଶୁଭ ସ୍ଥିତିକୁ ଗ୍ରହଣ କରିବା ପାଇଁ ଏବଂ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ କନ୍ୟା ରାଶିର ଲୋକମାନେ ଏହି ମାସରେ କିଛି ବିଶେଷ ନିୟମ ପାଳନ କରିବା ଅତ୍ୟନ୍ତ ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ସେହି ମହା ଉପାୟ ଗୁଡ଼ିକ କ'ଣ। ପ୍ରଥମେ ନିୟମିତ ଜଳାଭିଷେକ। କନ୍ୟା ରାଶିର ଅଧିପତି ବୁଧ ହୋଇଥିବାରୁ ଆପଣ ଶିବଲିଙ୍ଗ ଉପରେ ଶୁଦ୍ଧ ଜଳ କିମ୍ବା ଗଙ୍ଗା ଜଳରେ ସାମାନ୍ୟ କଞ୍ଚା କ୍ଷୀର, କିଛି ସବୁଜ ମୁଗ ଏବଂ କଳା ରାଶି ପକାଇ ଅଭିଷେକ କରନ୍ତୁ। ଏହା କରିବା ଦ୍ୱାରା ବ୍ୟବସାୟ ଏବଂ ଚାକିରିରେ ଥିବା ସମସ୍ତ ବାଧା ଦୂର ହୋଇଯାଏ। ଦ୍ୱିତୀୟରେ ବେଲପତ୍ର ଏବଂ ଦୁବଘାସ। ମହାଦେବଙ୍କୁ ବେଲପତ୍ର କେତେ ପ୍ରିୟ ତାହା ଆମେ ସମସ୍ତେ ଜାଣୁ। 3ଟି କିମ୍ବା 5ଟି ଅଖଣ୍ଡିତ ବେଲପତ୍ରରେ ଶ୍ଵେତଚନ୍ଦନରେ ରାମ କିମ୍ବା ଓମ୍ ଲେଖି ଶିବଲିଙ୍ଗ ଉପରେ ଚଢ଼ାନ୍ତୁ। ଏହା ସହିତ ଗଣେଶଙ୍କୁ ଏବଂ ଶିବଲିଙ୍ଗକୁ ଦୁବଘାସ ଅର୍ପଣ କରନ୍ତୁ। ଏହାଦ୍ୱାରା ବୁଧ ଗ୍ରହ ବଳବାନ ହୋଇଥାଏ। ତୃତୀୟରେ ଗୋ ସେବା। ବୁଧ ଗ୍ରହଙ୍କୁ ପ୍ରସନ୍ନ କରିବାର ସବୁଠୁ ବଡ଼ ମାଧ୍ୟମ ହେଉଛି ଗୋ ସେବା। ଏହି ମାସ ସାରା ପ୍ରତିଦିନ କିମ୍ବା ବିଶେଷ କରି ବୁଧବାର ଏବଂ ସୋମବାର ଦିନ ଗାଈକୁ ସବୁଜ ଘାସ, ପାଳଙ୍ଗ ଶାଗ କିମ୍ବା ନିଜ ହାତରେ ରୁଟି ଖାଇବାକୁ ଦିଅନ୍ତୁ। ଚତୁର୍ଥରେ ଚାଲୁଥିବା ବେଳେ କିମ୍ବା ବସିଥିବା ବେଳେ ମନେ ମନେ ଓମ୍ ନମଃ ଶିବାୟ ମହାମନ୍ତ୍ରର ଜପ କରନ୍ତୁ। ରାତିରେ ଶୋଇବା ପୂର୍ବରୁ ଅତି କମରେ 11 ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ। ଏହା ଆପଣଙ୍କ ମାନସିକ ଚିନ୍ତାକୁ ନଷ୍ଟ କରିଦେବ। ପଞ୍ଚମରେ ଦାନ। ନିଜ ସାମର୍ଥ୍ୟ ଅନୁଯାୟୀ ଗରିବ ଓ ଅସହାୟ ଲୋକଙ୍କୁ ଖାଦ୍ୟ କିମ୍ବା ବସ୍ତ୍ର ଦାନ କରନ୍ତୁ। ମନେ ରଖନ୍ତୁ, ଦାନ କେବେ ବି ଅହଙ୍କାର ସହ କରାଯାଏ ନାହିଁ, ନମ୍ରତାର ସହ କରନ୍ତୁ। ତେବେ ଦର୍ଶକ ବନ୍ଧୁ, ଭାଗ୍ୟ ତ ଖୋଲିବ, କିନ୍ତୁ ଆପଣଙ୍କର ଗୋଟିଏ ଛୋଟ ଭୁଲ ଏହି ସବୁ ଶୁଭ ଫଳକୁ ନଷ୍ଟ କରିଦେଇପାରେ। ତେଣୁ ଶ୍ରାବଣ ମାସରେ କନ୍ୟା ରାଶିର ଲୋକମାନେ ଏହି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଉଚିତ, ନଚେତ୍ ମହାଦେବଙ୍କ ରୋଷର ଶିକାର ହେବାକୁ ପଡ଼ିପାରେ। ପ୍ରଥମେ ବାଣୀ ଉପରେ ନିୟନ୍ତ୍ରଣ। କନ୍ୟା ରାଶିର ବ୍ୟକ୍ତିମାନେ ସତ କଥା କୁହନ୍ତି, କିନ୍ତୁ ବେଳେବେଳେ ସେମାନଙ୍କ ସତ କଥା ଅନ୍ୟକୁ କଟୁ ଲାଗେ। ଏହି ମାସରେ ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କାହାକୁ ଅପଶବ୍ଦ କୁହନ୍ତୁ ନାହିଁ। ଆପଣଙ୍କ ମୁହଁରୁ ବାହାରୁଥିବା ଖରାପ କଥା ଆପଣଙ୍କ ଭାଗ୍ୟକୁ ଦୁର୍ବଳ କରିଦେବ। ଦ୍ୱିତୀୟରେ ଆମିଷ ଓ ନିଶାଦ୍ରବ୍ୟ ବର୍ଜନ। ଶ୍ରାବଣ ମାସରେ ସମ୍ପୂର୍ଣ୍ଣ ରୂପେ ତାମସିକ ଖାଦ୍ୟରୁ ନିବୃତ୍ତ ରୁହନ୍ତୁ। ମଦ୍ୟପାନ କିମ୍ବା ଅନ୍ୟ କୌଣସି ପ୍ରକାର ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ। ଏହାଦ୍ୱାରା ରାହୁ ଏବଂ କେତୁଙ୍କ କୁପ୍ରଭାବ ଆପଣଙ୍କ ଉପରେ ପଡ଼ିପାରେ। ତୃତୀୟରେ ନାରୀମାନଙ୍କୁ କେବେ ବି ଅପମାନିତ କରନ୍ତୁ ନାହିଁ। ମାତା ପିତାଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ। ଶିବ ସେହିଠାରେ ପ୍ରସନ୍ନ ରୁହନ୍ତି ଯେଉଁ ଘରେ ମହିଳାମାନଙ୍କୁ ସମ୍ମାନ ମିଳେ ଏବଂ ବୃଦ୍ଧ ବୃଦ୍ଧାଙ୍କ ସେବା କରାଯାଏ। ଚତୁର୍ଥରେ କାହାରି ଅନିଷ୍ଟ ଚିନ୍ତା କରନ୍ତୁ ନାହିଁ। ପ୍ରତିଦ୍ୱନ୍ଦିତା ରଖନ୍ତୁ, କିନ୍ତୁ କାହାର କ୍ଷତି କରିବାକୁ ଚେଷ୍ଟା କରନ୍ତୁ ନାହିଁ। ନିଜ କର୍ମ କରନ୍ତୁ ଏବଂ ଫଳ ମହାଦେବଙ୍କ ଉପରେ ଛାଡ଼ି ଦିଅନ୍ତୁ। ଦର୍ଶକ ବନ୍ଧୁ, ଶ୍ରାବଣ ମାସ ହେଉଛି ଭକ୍ତି, ବିଶ୍ୱାସ ଏବଂ ସମର୍ପଣର ମାସ। କନ୍ୟା ରାଶିର ସମସ୍ତ ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଏକ ନୂଆ ଆରମ୍ଭର ସମୟ। ଅତୀତରେ ଯାହା ଘଟିଯାଇଛି ତାହାକୁ ଭୁଲି ଯାଆନ୍ତୁ। ନିଜ ଭିତରେ ଏକ ନୂତନ ଊର୍ଜା, ଏକ ନୂତନ ବିଶ୍ୱାସ ଜାଗ୍ରତ କରନ୍ତୁ। ଭାଗ୍ୟର ତାଲା ଖୋଲିବା ଅର୍ଥ ନୁହେଁ ଯେ ଆପଣ ବିନା ପରିଶ୍ରମରେ ସବୁକିଛି ପାଇଯିବେ। ଏହାର ପ୍ରକୃତ ଅର୍ଥ ହେଉଛି ଆପଣଙ୍କ ପ୍ରତ୍ୟେକ ପରିଶ୍ରମରେ, ପ୍ରତ୍ୟେକ ସଚ୍ଚୋଟ ପଦକ୍ଷେପରେ ଏବେ ସ୍ୱୟଂ ଶିବଶଙ୍କର ଆପଣଙ୍କ ସାଥ ଦେବେ। ଯଦି ଆପଣ କନ୍ୟା ରାଶିର ବ୍ୟକ୍ତି ଅଟନ୍ତି ଏବଂ ଆପଣଙ୍କୁ ଆଜିର ଏହି ବିଶ୍ଳେଷଣ ସଠିକ୍ ଲାଗୁଛି, ତେବେ ଭିଡ଼ିଓକୁ ଗୋଟେ ଲାଇକ୍ ନିଶ୍ଚୟ କରନ୍ତୁ ଏବଂ କମେଣ୍ଟ ବକ୍ସରେ ସମ୍ପୂର୍ଣ୍ଣ ଶ୍ରଦ୍ଧାର ଓ ବିଶ୍ୱାସର ସହିତ ଲେଖନ୍ତୁ ହର ହର ମହାଦେବ କିମ୍ବା ଓମ୍ ନମଃ ଶିବାୟ। ଦେଖିବେ ଆପଣଙ୍କର ଏହି ଛୋଟିଆ ବିଶ୍ୱାସ ମହାଦେବଙ୍କ ପାଖରେ ନିଶ୍ଚୟ ପହଞ୍ଚିବ। ଯଦି ଆମ ଚ୍ୟାନେଲରେ ଆପଣମାନେ ନୂଆ, ତେବେ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରି ରଖନ୍ତୁ, ଯାହାଫଳରେ ଆପଣଙ୍କ ପାଖରେ ଆମର ଭିଡ଼ିଓ ଶୀଘ୍ର ପହଞ୍ଚି ପାରିବ। ଆପଣଙ୍କ ସାଙ୍ଗସାଥି ଏବଂ ପରିବାର ଲୋକଙ୍କ ସହ ଏହି ଭିଡ଼ିଓଟିକୁ ନିଶ୍ଚୟ ସେୟାର କରନ୍ତୁ। ହୁଏତ ଆପଣଙ୍କ ଗୋଟିଏ ସେୟାର କାହାର ନିରାଶ ଜୀବନରେ ଆଶାର କିରଣ ଖେଳାଇ ଦେଇପାରେ। ଦର୍ଶକ ବନ୍ଧୁ, ଆଜି ପାଇଁ ଏତିକି। ମହାଦେବ ଆପଣଙ୍କ ସମସ୍ତ ମନସ୍କାମନା ପୂରଣ କରନ୍ତୁ। ଆପଣଙ୍କ ପରିବାରକୁ ସୁସ୍ଥ ରଖନ୍ତୁ। ପୁଣି ଦେଖା ହେବା ଆଉ ଏକ ନୂଆ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି। ଜୟ ଜଗନ୍ନାଥ। ହର ହର ମହାଦେବ।